नमस्कार दर्शक बंधु, चलतु जानिबा दुर्घटना काहींकी हुए। कहार अभिशाप पड़िले आपणक सह होइथाए दुर्घटना। आजिर एही जुगरे दुर्घटना एक साधारण कथा होइगलानी। किंतु जदि सबुबेले काहा सह दुर्घटना घटुची तेबे एहाकू अणदेखा करिबा उचित होई न थाए। ଏହା ଏକ ବଡ଼ ବିପଦ ଅଟେ, ଯାହାକି ଆପଣଙ୍କର ମୁଣ୍ଡ ଉପରେ ଖଣ୍ଡା ଧାର ପରି ଝୁଲୁଥାଏ। କେତେବେଳେ କ'ଣ ହେବ ତାହାର କୌଣସି ବାସ୍ତବ ନଥାଏ। ତେଣୁ ଆପଣ ନିହାତି ଭାବରେ ମନେ ରଖିବା ଉଚିତ କି ଦୁର୍ଘଟଣା କାହିଁକି ହୋଇଥାଏ ଏବଂ ଏହାର ପ୍ରତିକାର କ'ଣ ଅଟେ। ତେବେ ଆସନ୍ତୁ ଜାଣିବା। ଜୀବନକୁ ସୁରକ୍ଷିତ ରଖିବାର ଅନୁଭବ କରାଇବା ବହୁତ କଷ୍ଟ ହୋଇସାରିଲାଣି। କେତେବେଳେ କ'ଣ ଘଟିବ ତାହା କାହାକୁ ଜଣା ନଥାଏ। ଜୀବନ ଅଛି ତ ଛୋଟ ମୋଟ ଦୁର୍ଘଟଣା ବେଳେବେଳେ ହୋଇଥାଏ। କିନ୍ତୁ ସେହି ଦୁର୍ଘଟଣା ଯଦି ଆପଣଙ୍କ ସହ ବାରମ୍ବାର ବଡ଼ ଧରଣର ହୋଇଥାଏ, କେତେବେଳେ ଆପଣଙ୍କର ହାତ ଭାଙ୍ଗିଗଲାଣି ତ କେତେବେଳେ ଆପଣଙ୍କର ଗୋଡ଼ ଆଉ କେତେବେଳେ ମୁଣ୍ଡ ଫାଟିବା ଭଳି ବଡ଼ ବଡ଼ ଦୁର୍ଘଟଣା ଯଦି ଆପଣଙ୍କ ସହ ହେଉଛି, ତେବେ ଏହା ଗ୍ରହ ଦୋଷ କାରଣରୁ ହୋଇଥାଏ। କିଛି ଲୋକଙ୍କର ବାରମ୍ବାର ଦୁର୍ଘଟଣା ଘଟିଥାଏ। ତାଙ୍କ ଶରୀରରେ କୌଣସି ନା କୌଣସି ଜାଗାରେ ଆଘାତ ଆସିଥାଏ। ଏହି ଦୁର୍ଘଟଣା ରାହୁଙ୍କର କୋପଦୃଷ୍ଟି ଫଳରେ ହୋଇଥାଏ। ତେଣୁ ଯଦି ଆପଣଙ୍କର ସହ ବାରମ୍ବାର ଦୁର୍ଘଟଣା ହେଉଥାଏ, ତେବେ ଏହି ସବୁ ପାଇଁ ରାହୁ ଗ୍ରହ ହିଁ ଦାୟୀ ହୋଇଥାନ୍ତି। ତେଣୁ ଆପଣଙ୍କୁ ପ୍ରଥମେ ରାହୁ ଗ୍ରହକୁ ଶାନ୍ତ କରିବା ଦରକାର। ରାହୁଙ୍କର ସବୁଠାରୁ ପ୍ରିୟ ହୋଇଥାଏ ଚନ୍ଦନ। ଯଦି ଆପଣଙ୍କ ସହ ବାରମ୍ବାର ଦୁର୍ଘଟଣା ହେଉଛି, ତେବେ ଆପଣ ରାହୁଙ୍କର ପ୍ରିୟ ଚନ୍ଦନ ଟୋପାଟିଏ ନିଜ ମୁଣ୍ଡରେ ନିହାତି ଲଗାନ୍ତୁ। ଆପଣ ମୁଣ୍ଡରେ ଚନ୍ଦନ ଟୋପାଟିଏ ଲଗାଇବା ସହ ଆପଣଙ୍କ ପକେଟରେ ଗୋଟିଏ ଦୁବ ଘାସ ନିହାତି ରଖନ୍ତୁ। ଆପଣ ଯଦି ଏହି ଦୁଇଟି ଉପାୟକୁ ପାଳନ କରନ୍ତି, ତେବେ ଆପଣଙ୍କ ସହ ହେଉଥିବା ଦୁର୍ଘଟଣା ଆଉ ହେବ ନାହିଁ। ମଣିଷ ଜୀବନରେ ଘଟଣା ଘଟିବା ପଛରେ ଗ୍ରହ ଦାୟୀ ଥାଏ। ମଣିଷ ଗ୍ରହମାନଙ୍କ ଇସାରାରେ ହିଁ ଚାଲିଥାଏ। ଗ୍ରହର ଚଳନ ମଣିଷ ଜୀବନରେ ପରିବର୍ତ୍ତନ ଆଣିଥାଏ। କେତେବେଳେ ଶୁଭ ପରିଣାମ ଆଣିଥାଏ ତ କେତେବେଳେ ଦୁର୍ଘଟଣା ଭଳି ଅଶୁଭ ପରିଣାମ ମଣିଷକୁ ଭୋଗ କରାଇଥାଏ। ତେଣୁ ଆପଣ ପ୍ରତିଦିନ ଘରୁ ବାହାରିବା ବେଳେ ମୁଣ୍ଡରେ ଚନ୍ଦନ ଟିପା ଲଗାଇ ବାହାରନ୍ତୁ ଏବଂ ନିଜ ଡ୍ରେସ୍ ପକେଟରେ ଦୁବ ଘାସ ରଖି ବାହାରିବା ଦ୍ୱାରା ଆପଣଙ୍କର ଗ୍ରହ ଦୋଷ କଟିଯାଇଥାଏ।